ମାଙ୍କଡ ଆଉ କୁମ୍ଭୀର। ମାଙ୍କଡ ଦେଖିଛୁ? ମାଙ୍କଡ କେମିତି ଡେଇଁ କହିଲୁ? ଇଆଡୁ 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 ଇଆଡୁ। ए बापो एमती माकड़ आउ केमती करई? माकड़ केमती करई? दे हाथ केमती करई? केमती करई? एमती 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 कुंडे है ना एमती एमती माकड़ उकुली देखानी मारे। माकड़ सब देखिन का गसे माकड़ लाज केडे बड़ा लंबाटा माकड़ लाज केते बड़ा माकड़ केते डेई डेई देलु टिके सी जाई बनलाती। हां जोर ना ଶୁଣ ଶୁଣ ମୁଁ କହୁଛି ଗପ ଶୁଣ। ଥରେ ମାଙ୍କଡ ଗୋଟେ ଗଛ ଉପରେ ବସିକି ସବୁବେଳେ ଜାମୁକୋଳି ଖାଏ। କି କୋଳି? ଜାମୁକୋଳି ଖାଇଛ? ଜାମୁକୋଳି କୋଉ ଭଳିଆ ଲାଗେ? କୋଉ ଭଳିଆ ଦେଖିବା ପାଇଁ? ଗଳା ଗଳା ଦେଖିବା ପାଇଁ। ଥରେ ମାଙ୍କଡ ଗଛ ଉପରେ ବସି ଜାମୁକୋଳି ଖାଉ। ସବୁବେଳେ ତାର ଡେଇଁ ଡେଇଁ ଆସେ ସେ ଗଛ ଉପରେ ଚଢି ଜାମୁକୋଳି ଖାଇକିରି ତାର ଯାଏ। ଦିନେ କୁମ୍ଭୀର ହାବୁଡରେ ପଡିଗଲା। ମାଙ୍କଡ ଜାମୁକୋଳି ଖାଉ ଖାଉ ଗୋଟେ ଗଳିପିଲା ତଳକୁ। ତାକୁ କୁମ୍ଭୀର ଖାଇଲା। କହିଲା ଆରେ ଏତେ ସୁଆଦିଆ ଜାମୁକୋଳି ବୋଲେ ଏତେ ସୁଆଦିଆ ଜାମୁକୋଳି ମୁଁ ତ କେବେ ଖାଇନି। ସେଠୁ କହିଲା ଉପରକୁ ଅନେଇଲା ବେଳକୁ ମାଙ୍କଡ ଖାଉଛି। କହିଲା ମାଙ୍କଡ ମତେ ଆଉ ଦିଟା ଦଉନୁ। ସେଠୁ ସେ ମାଙ୍କଡ ସେଠୁ କୁମ୍ଭୀର ପାଇଁ ତଳକୁ ପକେଇଲା। ତଳକୁ ପକେଇ ସାରି ଏମିତି ସବୁଦିନ କୁମ୍ଭୀର ଖାଏ ମାଙ୍କଡ ଖାଏ। ଦି ଜଣ ସାଙ୍ଗ ହେଇଗଲେ। ଥରେ କୁମ୍ଭୀର କହିଲା ମୋ ସ୍ତ୍ରୀ ପାଇଁ ମୁଁ ଦିଟା ନେଇକିରି ଯିବି। ସେଠୁ କଣ କଲା ଜାମୁକୋଳି ନେଇକିରି ତା ସ୍ତ୍ରୀ ପାଇଁ ଗଲା। କିଏ ଗଲା? କୁମ୍ଭୀର। କୁମ୍ଭୀର ନେଇକିରି ଗଲା। ସେଠୁ ଯେତେବେଳେ କୁମ୍ଭୀରର ସ୍ତ୍ରୀ ଏ ଜାମୁକୋଳି ଖାଇଲା କହିଲା ଆରେ ଏତେ ସୁଆଦିଆ ଏତେ ମିଠା ଜାମୁକୋଳି। କହିଲା କହିଲା ମାଙ୍କଡ ସବୁଦିନ ଖାଉଛି ଇଏ ଯଦି ଏତେ ମିଠା ତା କଲିଜା କେତେ ମିଠା ହେଇଥିବ। କୁମ୍ଭୀର କହିଲା ହଁ ତା ମାଙ୍କଡକୁ ଆଣ ଆମେ ତା କଲିଜା ଖାଇବା। ସେଠୁ କୁମ୍ଭୀର ଗଲା ଯାଇକିରି କହିଲା କଣ କହିଲା ମାଙ୍କଡକୁ କହିଲା ମାଙ୍କଡ ଆଉ ତୁ ଆସେ ଆମେ ସେପଟକୁ ନଈ ସେପଟ ବୁଲିକିରି ଆସିବା। ସେଠୁ ଥରେ କଣ ହେଲା ସେପଟ ଗଛରୁ କଣ ସରିଗଲା? କୋଳି ସରିଗଲା। ଜାମୁକୋଳି ସରିଗଲା। କହିଲେ ଏପଟ ଗଛରୁ ତ ପାଇଗଲା ତୁ ମାଙ୍କଡ ମୋ ପିଠିରେ ବସେ ମୁଁ ତତେ ସେପଟ ନଈ ସେପଟକୁ ନେଇଯିବି ସେପଟରେ ବହୁତ କୋଳି ହେଇଛି ତୁ ଖାଇବୁ। କୁମ୍ଭୀର ସେଠୁ ମିଛ କଥା କହିକି ତାକୁ ନେଇଗଲା ପିଠିରେ ବସେଇକିରି। ଯେମିତି ମଝି ନଈରେ ହେଇଛି କୁମ୍ଭୀର କହୁଛି ମୁଁ କଣ ଆଣିଛି ତତେ କୋଳି ନେବା ପାଇଁ ମୁଁ ଆଣିଛି ମୋ ସ୍ତ୍ରୀ ତ କଲିଜା ଖାଇବ। କୁମ୍ଭୀର ବହୁତ ଚାଲାକ ମାଙ୍କଡ ବହୁତ ଚାଲାକ। ସେଠୁ ସିଏ ସେଇଠି ତା ବୁଦ୍ଧି ଘଟେଇଲା। କଣ କହିଲା? କହିଲା କୁମ୍ଭୀର ଭାଇ ଆଉ ମୁଁ କଣ ଆଣିଛି ମୋ କଲିଜା ମୁଁ ବା ସେ ଗଛ ଉପରେ ଥୋଇ ଦେଇଯାଇଛି। ଆଗରୁ କହିଥିଲେ ମୁଁ ଆଣିଥାନ୍ତି। ମାଙ୍କଡ ତାକୁ ମିଛ କଥା କହିଲା। କୁମ୍ଭୀରକୁ କହିଲା ଚାଲେ ଯିବା ମୁଁ କଲିଜା ଆଣିକି ତାପରେ ଆସିକି ଯିବା। କୁମ୍ଭୀର ନିର୍ବୁଦ୍ଧିଆ। କୁମ୍ଭୀର ପୁଣି ବୁଲିକିରି ଗଲା ସେ ଗଛ କତିକି। ଯେମିତି ଗଛ ପାଖକୁ ଯାଇଛି ମାଙ୍କଡ ଖପକିରି ଡେଇଁକିରି କୋଉଠି ପଳେଇଲା? ଗଛ ଉପରକୁ। ଗଛ ଉପରକୁ ପଳେଇ ତାକୁ କହିଲା ତୁ ମତେ ଖାଇଥାନ୍ତୁ ମୁଁ ଆସି ଗଛ ଉପରେ ମତେ ଖା ହେଲା। ଆଉ ତାକୁ ଖାଇପାରିଲାନି। ଆଜିରୁ କଣ ଶିଖିଲ? ସେ ଉପଯୁକ୍ତ ବୁଦ୍ଧି ବାହାରି କରିବାରୁ ତା ଜୀବନ ରକ୍ଷା ପାଇଲା। ତମେ ଯେତେବେଳେ ବିପଦରେ ପଡିଥିବ ତମେ କଣ କରିବ? ନିଜ ବୁଦ୍ଧି ବାହାରି କରିବ। ମୁଁ ଏଥର ଗପ ପ୍ରଶ୍ନ ପଚାରିବି କହିବ ହେଲା। ଗଛ ଉପରେ କିଏ ରହୁଥିଲା? ଗଛ ଉପରେ କିଏ ରହୁଥିଲା? ପାଣିରେ କିଏ ରହୁଥିଲା? କୁମ୍ଭୀର ପିଠିରେ କିଏ ବସିଗଲା? କଣ ପାଇଁ ଗଲା? କଣ ପାଇଁ ଗଲା? କୋଉ ପଟକୁ? ଆର ପଟକୁ କୋଳି ଖାଇବା ପାଇଁ। ସେଠୁ ପାଣି ମଝିରେ କୁମ୍ଭୀର ମାଙ୍କଡକୁ କଣ କହିଲା? ମାଙ୍କଡ ତାପରେ କଣ କହିଲା କୁମ୍ଭୀରକୁ? ତାପରେ କୁମ୍ଭୀର କଣ କଲା? ମାଙ୍କଡକୁ ବୁଲେଇକିରି ଆଣିଲା ଗଛ ଉପରକୁ ଡେଇଁକି ଖପିକିନି ପଳେଇଲା। ଏଥିରୁ ତମେ କଣ ଶିଖିଲ? କଣ ଶିଖିଲ କାହ୍ନା? ଆଉ ମାଙ୍କଡର ଉପଯୁକ୍ତ ବୁଦ୍ଧି ଯୋଗୁ ମାଙ୍କଡର ଜୀବନ ବଞ୍ଚିଗଲା। ଏଥର ଗପ ମନେ ରଖିଲ?
ଚିମି ଚିମି ହଁ ହଁ